କର୍କଟ ରାଶିରେ ପ୍ରବେଶ କରିବା ସମୟରେ ହଂସ ରାଜଯୋଗ ସୃଷ୍ଟି ହେବ। ବୃହସ୍ପତି 2026 ଜୁନ୍ 2ରେ ଏହି ରାଶିରେ ପ୍ରବେଶ କରିବେ ଏବଂ 31 ଅକ୍ଟୋବର ପର୍ଯ୍ୟନ୍ତ ଏଠାରେ ରହିବେ। ଏହି ସମୟ ତିନୋଟି ରାଶିଙ୍କ ଲୋକଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ବୃହସ୍ପତିଙ୍କ ଉଚ୍ଚ ରାଶି କର୍କଟ ରାଶିରେ ପ୍ରବେଶ କରିବା ସହିତ ସେମାନଙ୍କ ଭାଗ୍ୟ ଚମକିପାଏ। ଧନ ପ୍ରାପ୍ତି ପଥ ହଠାତ୍ ଖୋଲିଯିବ। ଆସନ୍ତୁ ଜାଣିବା ଏହି ଭାଗ୍ୟବାନ ରାଶିଙ୍କ ବିଷୟରେ। କର୍କଟ ରାଶି, ଆପଣଙ୍କ ରାଶିରେ ବୃହସ୍ପତିଙ୍କ ଉଚ୍ଚ ଅବସ୍ଥାରେ ରହିବେ। ଏଥିରୁ ଆପଣ ସବୁଠାରୁ ଅଧିକ ଲାଭ ପାଇବେ। ଆପଣଙ୍କ ପ୍ରଚେଷ୍ଟା ଯଥେଷ୍ଟ ବୃଦ୍ଧି ପାଇବ। ଅବିବାହିତା ବ୍ୟକ୍ତିଙ୍କ ପାଇଁ ବିବାହ ସୁଯୋଗ ସୃଷ୍ଟି ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ପଡ଼ି ରହିଥିବା ପ୍ରକଳ୍ପଗୁଡ଼ିକ ସମାପ୍ତ ହେବ। ନିବେଶରୁ ଯଥେଷ୍ଟ ଲାଭ ମିଳିବ ବୋଲି ଆଶା କରାଯାଉଛି। ଆୟ ଯଥେଷ୍ଟ ବୃଦ୍ଧି ପାଇବ। ଆପଣ କୌଣସି ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ସଫଳତା ପାଇପାରନ୍ତି। ବିଛା ରାଶି, ହଂସ ରାଜଯୋଗ ଆପଣଙ୍କ ଭାଗ୍ୟକୁ ଉଜ୍ଜ୍ୱଳ କରିବ। ହଠାତ୍ ଆର୍ଥିକ ଲାଭ ହେବାର ସମ୍ଭାବନା ରହିବ। ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକ ସମାପ୍ତ ହେବ। ଆପଣ ପ୍ରତ୍ୟେକ ସମ୍ପତ୍ତିକୁ ଲାଭ ପାଇପାରିବେ। ଆପଣ ନିବେଶ ଯାତ୍ରା କରିପାରନ୍ତି। ନୂଆ ଚାକିରି ପାଇବାର ସମ୍ଭାବନା ଅଛି। ବ୍ୟବସାୟରେ ଯଥେଷ୍ଟ ଲାଭ ମିଳିବ। ପୁରୁଣା ଋଣରୁ ମୁକ୍ତି ପାଇବାର ସଂକେତ ଅଛି। ଆପଣ ଟଙ୍କା ସଞ୍ଚୟ କରିବାରେ ସଫଳ ହେବେ। କୋର୍ଟ ମାମଲାରେ ମିଳିବ ସଫଳତା। ମୀନ ରାଶି, ଏହି ରାଜଯୋଗ ମୀନ ରାଶି ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଆୟରେ ବିପୁଳ ବୃଦ୍ଧି ଆଶା କରାଯାଉଛି। ମହଙ୍ଗା ଘର କିମ୍ବା ଗାଡ଼ି କିଣିବାର ଯୋଗ ଅଛି। ବିବାହ ପାଇଁ ମଧ୍ୟ ଶୁଭ ସୁଯୋଗ ସୃଷ୍ଟି ହେଉଛି। ଆପଣ ଏକ ନୂଆ ଉଦ୍ୟମ ଆରମ୍ଭ କରିପାରନ୍ତି। ବିଦେଶରେ ଚାକିରି ପାଇବାର ଆଶା ଆପଣଙ୍କର ସ୍ୱପ୍ନ ସତ ହୋଇପାରେ। ଏହି ସମୟ ମଧ୍ୟ ଧାର୍ମିକ ଯାତ୍ରା ଅନେକ ହେବ। ଆପଣ ଆପଣଙ୍କ ପିଲାମାନଙ୍କ ଠାରୁ ଭଲ ଖବର ଶୁଣିପାରନ୍ତି।